ବଲାଙ୍ଗୀର ବନ ବିଭାଗ ବିପୁଳ ପରିମାଣର ଖଇରି କାଠ ଜବତ କରିଛି। ଗୋଟିଏ ଟ୍ରକ୍ ସହ ଦୁଇଟି ପିକଅପ୍ ଭ୍ୟାନ୍ ଓ ଏକ ବାଇକ୍ ଜବତ କରିଛି ବଲାଙ୍ଗୀର ବନ ବିଭାଗ। ବିଳମ୍ବିତ ରାତିରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବନ ବିଭାଗର ଅଧିକାରୀମାନେ ସାଲେଭଟା ଡୁଙ୍ଗରିପାଲି ରାସ୍ତାରେ ଚଢ଼ାଉ କରିଥିଲେ। ଜବତ ଗାଡ଼ି ଓ କାଠ ବନ ବିଭାଗ ମୁଖ୍ୟାଳୟକୁ ଅଣାଯାଇଛି, କିନ୍ତୁ ଘଟଣାସ୍ଥଳରୁ ଗାଡ଼ି ଡ୍ରାଇଭର ଓ କାଠ ମାଫିଆମାନେ ଫେରାର ମାରିଛନ୍ତି। ବିଳମ୍ବିତ ରାତିରେ ଖବର ପାଇ ବନ ବିଭାଗ ପକ୍ଷରୁ ଡୁଙ୍ଗରିପାଲି ସାଲେଭଟା ରାସ୍ତାରେ ଏହି ଚଢ଼ାଉ କରାଯାଇଥିଲା। ଜବତ କାଠ 10 ଟନ୍ ହେବାବେଳେ ତାହାର ଆନୁମାନିକ ମୂଲ୍ୟ ପ୍ରାୟ 10 ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହେବ ବୋଲି ଜଣାପଡ଼ିଛି। ପାଟନାଗଡ଼ରୁ ପାଟନା। ଗତକାଲି ରାତିରେ ଆମେ ବିଶ୍ୱ ସୂତ୍ରରୁ ଖବର ପାଇକିରି ମୋର ବଲାଙ୍ଗୀର ରେଞ୍ଜ ଷ୍ଟାଫ୍ ଆଉ ମୋବାଇଲ ଷ୍ଟାଫ୍ ଡିଭିଜନ ଅଫିସ୍ ମୋବାଇଲ ଷ୍ଟାଫ୍ ଏବଂ ଆମର ଲିସିଙ୍ଗା ରେଞ୍ଜ ଷ୍ଟାଫ୍ ସମସ୍ତେ ମିଶିକିରି ଚଢ଼ଉ କରିଥିଲେ। ସେଇଟା ହେଉଛି ଆମର ବଲାଙ୍ଗୀର ଆଉ ସୋନପୁର ଡିଭିଜନର ବର୍ଡ଼ର ଡୁଙ୍ଗରିପାଲିରୁ ପାଖାପାଖି 20 କିଲୋମିଟର ଡିଷ୍ଟାନ୍ସରେ ଆମେ ଖବର ପାଇଥିଲୁ ଯେ ସେଠି ଲୋଡ଼ିଂ ଚାଲିଛି। ତାପରେ ଷ୍ଟାଫ୍ ମାନେ ସେଠିକି ଗଲେ ଆଉ ସେଠି ଦେଖିଲା ବେଳକୁ ଦୁଇଟା ପିକଅପ୍ ଭ୍ୟାନ୍ରେ ଖଇର କାଠ ଥିଲା ଏବଂ ସେ ପିକଅପ୍ ଭ୍ୟାନ୍ରୁ ସେ ଖଇର କାଠକୁ ବଡ଼ ଗୋଟେ ମାନେ ମହିନ୍ଦ୍ରାର ଯେଉଁ 12 ହ୍ୱିଲର ଯେଉଁ ବଡ଼ ଟ୍ରକ୍ ଅଛି ସେ ଟ୍ରକ୍ରେ ଲୋଡ଼୍ ଚାଲିଥିଲା। ତାକୁ ସାଙ୍ଗେ ସାଙ୍ଗେ ଯେତେବେଳେ ଷ୍ଟାଫ୍ ମାନେ ପହଞ୍ଚିଲେ ସେ ଡ୍ରାଇଭର ମାନେ ଯେଉଁ ଥିଲେ ଡ୍ରାଇଭର ମାନେ ରାତିରେ ସୁଯୋଗ ନେଇକି ସେମାନେ ପଳେଇଗଲେ। କିନ୍ତୁ ମାଲ ସବୁ ସିଜ୍ ହେଲା। ଗାଡ଼ି ବି ଗୋଟେ ବଡ଼ ଯେଉଁଟା ମହିନ୍ଦ୍ରା ଟ୍ରାକ୍ଟର ଯେଉଁଟା ଟ୍ରକ୍ ଯେଉଁଟା ମାନେ 12 ଚକିଆ ଟ୍ରକ୍ ଆଉ ଦୁଇଟି ପିକଅପ୍ ଭ୍ୟାନ୍ ଆଉ ଗୋଟେ ମୋଟରସାଇକେଲ ପେସନ୍ ପ୍ରୋ ମୋଟରସାଇକେଲ ଗୋଟେ ସିଜ୍ କରାହେଇଛି ଏବଂ ସେଟା ସବୁ ବର୍ତ୍ତମାନ ବଲାଙ୍ଗୀର ଡିଭିଜନ ଅଫିସ୍କୁ ଅଣାହେଇଛି ଏବଂ ବର୍ତ୍ତମାନ ସେଟା ଇନକ୍ୱାରି ଚାଲିଛି। ସେ ଗାଡ଼ିମାନଙ୍କର ଓନର୍ କିଏ, ଓନର୍ମାନଙ୍କୁ ଆମେ ଫାଷ୍ଟ ନୋଟିସ୍ କରିବୁ, ତାପରେ ତାଙ୍କୁ ଦେଖିବୁ ତାଙ୍କର ଯଦି ଇନଭଲଭମେଣ୍ଟ ଥିବ ତାହେଲେ ତାଙ୍କୁ ଆରେଷ୍ଟ କରିକି କୋର୍ଟ ଫରୱାର୍ଡ଼ କରାଯିବ ଏବଂ ସମସ୍ତ ପ୍ରକାର ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କେତେ ଟଙ୍କା ମୂଲ୍ୟ ହେବ, କେତେ କାଠ ଅଛି? କାଠ ପାଖାପାଖି 10 ଟନ୍ କାଠ ହେବ ବୋଲିକି ଯାହା ଅନୁମାନ କରାଯାଉଛି ଏବଂ ତା ଲକ୍ଷାଧିକ ଟଙ୍କା ହେବ। ଆଉ ଖଇର କାଠ ତ ବହୁତ କଷ୍ଟଲି କାଠ, ତେଣୁକରି ବହୁତ ମାନେ ମୂଲ୍ୟବାନ କାଠ, ତେଣୁକରି ଲକ୍ଷାଧିକ ଟଙ୍କା ହେବ। ପାଖାପାଖି 10 ଟନ୍ ହେବ। କୋଉଠିକି ଚାଲାଣ ହେଉଥିଲା ବୋଲି ଜଣାପଡ଼ିଛି କିଛି? ନାଇଁ, ଏଇ କାଠଟା କେଉଁଠି ଯାଉଥିଲା ତ ଜଣାପଡ଼ିନି, କିନ୍ତୁ ଯେଉଁମାନେ ଆକ୍ଚୁଆଲି ନେଉଛନ୍ତି ରାୟପୁରକୁ ନିଅନ୍ତି, ରାୟପୁରରୁ ସେଇଟା ବାହାରକୁ କୁଆଡ଼େ ଯାଉଛି ଆଉ ତେଣୁକରି ରାୟପୁରକୁ ଯାଉଥିଲା ବୋଲି ଅନୁମାନ କରାହେଉଛି। ହଁ, ଚଢ଼ଉ ଏମିତି ଚାଲିବ। ଯେଉଁଠି ବି ଆମେ ଖବର ତ ମିଳୁଛି, ଖବର ମିଳିଲା ମାନେ ଆମେ ଇମିଡ଼ିଏଟଲି ଚଢ଼ଉ କରୁଛୁ ଏବଂ ଯାହା ବି ଇଲିଗାଲ୍ ଟ୍ରାନ୍ସପୋର୍ଟିଂ ହେଉଛି ସବୁ ଆମେ କଣ୍ଟ୍ରୋଲ୍ କରୁଛୁ। ତା ସାଙ୍ଗେ ସାଙ୍ଗେ କେମିତି ମାନେ ଏଇଟା ପ୍ରଜା ଗଛ ମ୍ୟାକ୍ସିମମ୍ ହେଉଛି ଏ ଖଇରଟା ପ୍ରଜା ଗଛ, କିନ୍ତୁ କେମିତି ପ୍ରଜା ଗଛ ମାନେ କଟିବନି ସେ ଦିଗରେ ମଧ୍ୟ ଆମେ ସମସ୍ତ ପ୍ରକାର ପଦକ୍ଷେପ ନେଉଛୁ। ଷ୍ଟାଫ୍ ମାନେ ମଧ୍ୟ ମୁଭମେଣ୍ଟ କରୁଛନ୍ତି ଜଙ୍ଗଲରେ ଏବଂ ଯେମିତି ପ୍ରଜା ଗଛ ମାନେ ବିନା ପରମିସନରେ ଯେମିତି ଗଛ କାଟି ନ ପାରିବେ ସେ ଦିଗରେ ମଧ୍ୟ ଡିପାର୍ଟମେଣ୍ଟ ସମସ୍ତ ପ୍ରକାର ଗୁରୁତ୍ୱ ଦେଉଛି। ଆଉ ଆଗକୁ ମଧ୍ୟ ଆମେ ଏଟାକୁ ଜାରି ରଖିବୁ ବୋଲି ମାନେ ସବୁ ଷ୍ଟାଫ୍କୁ ବି କହିଛି ଏବଂ ଏଟା ବହୁତ ଜୋରସୋରରେ ଚାଲିବ। ଯେମିତିକି ଆମର ବଲାଙ୍ଗୀର ଡିଭିଜନ କିମ୍ବା ସୋନପୁର ଡିଭିଜନ କିମ୍ବା ବରଗଡ଼ ଡିଭିଜନ ଆମର ଏଇ ଡିଭିଜନମାନଙ୍କୁ ଯେଉଁ ଟାଇପ୍ର ଆମର ଚୋରା ଚାଲାଣ ଚାଲିଛି ଆମେ ତାକୁ ଯେମିତି ରୋକିପାରିବୁ।